ଅବସ୍ଥା ସେୟା ନୁହେଁ। ନାନୀ ପାଇଁ ଭାଇଙ୍କର ମନ ଅବସ୍ଥା କିଛି ଯୋଉଥିପାଇଁ ସେ ଉଗ୍ରସେନ ବିଷୟରେ ଚିନ୍ତା ହିଁ କରୁନାହାନ୍ତି। ନାନୀ ଯିବା ଭାଇ ପୁରାପୁରି ଭାଙ୍ଗି ପଡୁଛନ୍ତି। ମୁଁ କିନ୍ତୁ ଏ ଘଟଣା ଘଟିବ ବୋଲି ଅନେକ ଆଗରୁ ଜାଣିଥିଲି। ଆପଣ ଜାଣିଥିଲେ? କାରଣ ମୁଁ ତମ ବଂଶର ସମସ୍ତଙ୍କ ଜାତକ ଦେଖିଛି ଆଉ ଗଣନା ମଧ୍ୟ କରିଛି। ବିଶେଷ କରି ତୁଳସୀର ଜାତକ ଯେଉଁଦିନ ମୋ ବାପା ତିଆରି କରୁଥିଲେ ସେଦିନ ମୁଁ ଜାଣିବାକୁ ପାଇଲି ତୁଳସୀ ଦେବ। ଏକଥା ଜାଣିବା ପରେ ମୁଁ ଆଶ୍ଚର୍ଯ୍ୟ କହିଲେ ଆମକୁ ଆଗରୁ କାହିଁ କହିଲେ? ସବୁ କଥା କହି ଭାଇ କି କୁହାଯାଏ। ତାଛଡ଼ା ମୁଁ କେମିତି ଭୁଲି ଯାଇଥାନ୍ତି ଯେ ମୋ ବାପା ମୋତେ ଶପଥ କରେଇଛନ୍ତି ତୁଳସୀର ଜାତକ ଛୁଇଁବନି କି ତୁଳସୀ ବିଷୟରେ ସମୟ ନ ଆସିବା ପୂର୍ବରୁ କାହାକୁ କିଛି କହିବନି। ଅବଶ୍ୟ ମୋ ଦ୍ୱାରା ଗୋଟେ ଭୁଲ ହେଇଛି। ମୁଁ ତମର ସେଦିନର ଅସହାୟତାକୁ ସହ୍ୟ ନ କରିପାରି ତୁଳସୀର ଜାତକକୁ ଗଣନା କରିବାକୁ ବାଧ୍ୟ ହେଇଛି। ଆଉ ସେଦିନର ଗଣନା ପରେ ମୁଁ ଜାଣିପାରିଥିଲି ଯେ ତୁଳସୀ ଦିନେ ଆମ ସମସ୍ତଙ୍କୁ ଏମିତି ଏକୁଟିଆ କରି ଚାଲିଛି। ସେଥିରେ ଅନେକ ଦୁଃଖୀ ବି। ତେଣୁ ମୁଁ ତାଙ୍କୁ ଅନୁରୋଧ କରିବି ତମମାନେ ତୁଳସୀ ବିଷୟରେ ଭାବିବା ଛାଡ଼ିଦିଅ। କାରଣ ବିଧିର ଯାହା ବିଧାନ ତୁଳସୀ ପାଇଁ ଯାହା ନିର୍ଦ୍ଦିଷ୍ଟ ତା ନିଶ୍ଚୟ ଘଟେ। ତାକୁ କେହି ହେଲେ ରୋକିଥାଏ। ତମମାନେ ତୁଳସୀ ବାବଦରେ ବିଶେଷ ଚିନ୍ତା କରନି। କାରଣ ଯେତିକି ଚିନ୍ତା କରିବ ସେତିକି କଷ୍ଟ ପାଇବ। ତମମାନେ ଜାଣିଛ ଉଗ୍ରସେନ ଠାକୁରଙ୍କର ରୀତି ସବୁକିଛି ବନ୍ଦ କରିସାରିଲାଣି। କିଏ ଯଦି କେତେବେଳେ ଉଖୁଡ଼ା ଗଣ୍ଡେ ନେଇ ଥୋଇ ଦେଉଛି ତ କିଏ ଗୋଟେ ନେଇ କଦଳୀ ଥୋଇ ଦେଉଛି। ନହେଲେ ତ ଠାକୁର ଦିନ ସାରା ଉପାସରେ ରହୁଛନ୍ତି। ଉଗ୍ରସେନ ଭୟରେ ପୂଜାରୀ ମନ୍ଦିରକୁ ଯାଉନି କି ଠାକୁରଙ୍କୁ ଦୀପ ଦେବାକୁ କେହି ନାହିଁ। ଖାଲି ସେତିକି ନୁହେଁ, ଉଗ୍ରସେନ ଗାଁ ସାରା ଲୋକଙ୍କୁ ଗୋଟି ଶ୍ରମିକ ଭଳି ଖଟେଇ ଚାଲିଛି। ଜୋର ଜବରଦସ୍ତ ସମସ୍ତଙ୍କ ଫସଲକୁ କାଟି ନେଉଛି। ଆଜି କାହାର ଛେଳି ଖାଇଦେଉଛି, କାଲି କାହାର କୁକୁଡ଼ା ଖାଇଦେଉଛି। ସାରା ଗାଁରେ ଗୋଟେ କୁକୁଡ଼ା ଭୟ ସୃଷ୍ଟି କରିଦେଇଛି। ଏଇଭଳି ସମୟରେ ତମେମାନେ ହାତ ଗୋଡ଼ ବାଜି ଚୁପଚାପ ରହିଗଲେ ଚଳିବ କେମିତି? ତମ ବଂଶର ମାନ ସମ୍ମାନ ଗର୍ବ ଅହଙ୍କାର ଏସବୁ ରହିବନି। ତମକୁ ଲୋକମାନେ ସବୁ ସମ୍ମାନ ଦେବେ ତ? ତମେ ଯଦି ଉଗ୍ରସେନକୁ ସାମ୍ନା କରିବାକୁ ଦଉଛ ତାହେଲେ ମତେ କୁହ, ମୁଁ ତମମାନଙ୍କ ସାଙ୍ଗରେ ଗାଁକୁ ଯିବି। ଆଉ ଆମେ ଯଦି ସମସ୍ତେ ଏକ ହବା ଉଗ୍ରସେନ ଆମକୁ ବଳିଯିବ। ବଳିବ କି ନ ବଳିବ ସେଇଟା ବଡ଼ କଥା। କିନ୍ତୁ ବର୍ତ୍ତମାନ ଆମେ ଉଗ୍ରସେନ ବିଷୟରେ କଥାବାର୍ତ୍ତା ବନ୍ଦ କରିବା ଦରକାର। କାରଣ ସେ ବିଷୟରେ ମୁଁ ଯାହା କହିବି ଆଉ କରିବି ସବୁ ବିବାଦ ହେଇଯିବ। କାହିଁକି ମୁଁ ନିଜ ଅକ୍ତିଆରରେ ନାହିଁ, ତୁଳସୀଙ୍କ ମନଟା ପୁରାପୁରି ଦୋହରେଇ ଦେଇଛି। ଆଜି କାହା ଉପରେ ମୋର ବିଶ୍ୱାସ ନାହିଁ କି ଭରସା ନାହିଁ। ଏମିତିକି ଆପଣଙ୍କ ଉପରେ। ମୋ ଉପରେ? ହଁ, ଫାଡ଼ିରେ ଥିଲେ ଆପଣଙ୍କ ଉପରେ। ଆପଣ ମୋତେ ସବୁ କଥା ଲୁଚେଇଥିଲେ କାହିଁକି? ଆପଣ ଯଦି କହିଥାନ୍ତେ ମୁଁ କିଛି ଚିନ୍ତା କରିଥାନ୍ତି, ବାବାଙ୍କୁ ଅଟକେଇଥାନ୍ତି। କିନ୍ତୁ ବର୍ତ୍ତମାନ କିଛି କରିବା ପାଇଁ ମୋ ପାଖରେ ସମୟ ନାହିଁ। ତାପରେ ତୁଳସୀ ଦେବଂଶୀ ଆମ ଘରେ ଜନ୍ମ ନେଇଛି। ଏ କଥା ଭାବିଲା ବେଳକୁ ଗୋଟେ କାହାଣୀ ଭଳିଆ ଲାଗୁଛି। ଆପଣ କାହିଁକି ମୋତେ ସବୁ କଥା ଲୁଚେଇଥିଲେ? କିନ୍ତୁ ବର୍ତ୍ତମାନ କୁହନ୍ତୁ, ଏଇଟା କାହାଣୀ ନା ସତ? ବାବୁ, ମୁଁ ଭଗବାନ ନୁହେଁ ଯେ ତମକୁ ସବୁ କଥା କହିଦେଇଥାନ୍ତି। ତୁଳସୀ ଜାତକ ଯାହା କହୁଛି ମୁଁ କେବଳ ତା ହିଁ ତମକୁ କହିଛି। ମୁଁ କିଛି ମନରୁ କହିନି ଯେ ତମେ ମୋ ପ୍ରତି ସନ୍ଦେହ କର। ଥରେ ଭାବି ଦେଖ, ବଢିଲା ନଈକି ଯଦି ଅଟକେଇବାକୁ ଚେଷ୍ଟା କରାଯାଏ ତାହେଲେ ସେ କୂଳଲଙ୍ଘନ ନିଶ୍ଚୟ କରିବ। ଆଉ ତାପରେ ତାର ପରିଣାମ ଯାହା ହବ ସେ କଥା ତମେ ବୁଝିପାରୁଛ ତ? ମଣିଷ ଯେତେବେଳେ ବି ନିଜ ସୀମା ବାହାରକୁ ଯାଇ ଈଶ୍ୱରଙ୍କ ଇଚ୍ଛା ବିରୁଦ୍ଧରେ ଯିବାକୁ ଚେଷ୍ଟା କରିଛି ତାର ପରିଣାମ ସେ
भयंकर भय उपभोग कर तुलसी जो बाटे झीक जाऊँगी झीक मो कथा हुए तो तुमको फरक लगुथु मत जहाँ ठीक लगे तुमको कहीं कह जहाँ भी कही तमें थे भल कर भारी देख तू ठीक इंदसिलो तो झील को प्रेम कली बह जमीर अधिकार नहीं कि आसली से अधिकार तोर थे तू ए लुचि की चोर को भले आसला तुम जई 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 सहित सम्मान दे कथबार्ता कर ना कौन करू कौनटा कर मन नहीं कि गोटे क्रिमिनाल जहाँ कर चाहे कर दंड ही पाई सारी बुढ़ी पाते दंड खंड मुझे गोटे अकाट्य शरीर पाई ना निआरे पड़ी ना पानी रे बुड़ी ना पवन रे उड़ी हिरण्य कश्यप कथा शुणुचु सी भी तोरी बड़ी एमती बड़ पाई से नृसिंह को नखरे चिड़ा है गला अच्छा मो से नृसिंह पार्टा किए कर तू ना तो बुझ ना तुलसी तो मरण तुलसी हाथ हम अबे ता मरण टा मो हाथ रे लिखा है खाली अपेक्षा कर बहुत शीघ्र मुझे हाथ में मुक्ति देकी स्वर्ग पठे दूची से तो हाथ में मरब कि तू ता हाथ में मरबू से कथा समय कह समय को अपेक्षा करी था एवं मत मो स्त्री पाक जीवा छाड़े तू मो झील पाक जापर कारण तोर ता सहित जो संपर्क था से अनेक दिन पूर्व निज हाथ में छिंडे देती मो झील तू बहुत दिन मरी सारी नाई माननीय शशुर महोदय शुणुचे मोर एकमात्र स्त्री ना एत बड़ कलंक लगा जिते जहाँ भी सी गोटे भारतीय हिंदू नारी गोटे भारतीय हिंदू नारी स्वामी हूँ देवता देवता कौन साक्षात भगवान सी भगवान सहित संपर्क काटि पारे तू भगवान की राक्षस तू विवेक को बचा सर तुम कथा अनुसार जदि मु राक्षस राक्षसर कौन हृदय नाई ना स्त्री किसी नाई तो मो मुंड गरम करनी बहुत दिन है मुझे देखा करनी मो रास्तार एमती कंटा होगी ठिया हेनी कंटा होगी ठिया हे कंटा को हटेगा सब व्यवस्था मुझे दरकार पड़े बंद पकईदेवी बुझल मत बाधा दिवनी तू भारी था तू मत अच्छु कौन करेंगे जीवु ना तक गला धक्का देगी बाहर करी धक्का आज तुम तो गला धक्का शिखी मार मुझे बसुनी मार सीधा सीधा जीवु ना पुलिस की खबर देवी पुलिस गला बड़ी आनसु जाके तो पाखे पुलिस रखी जाके ये सब शेयर की जाके देखिए मतलब चाहिए तो सिनेमा को 3 मिनट कर दिया कि तुम टारगेट तू आग तुलसी तू कलसी
ଟିକେ ସାର୍ଟ ପ୍ୟାଣ୍ଟ ଗୁଡା ମୁଁ ପାଉନି ଆଉ ଟିକେ ଖୋଜିଦେବୁ ତୁ କାନ୍ଦୁଛୁ କି ପିଜନାନୀ କଥା ମନେ ପଡୁଛି କାହିଁକି ଭାଇ ପିଜନାନୀ କଣ ସତରେ ମୁଁ ଛାଡି ଚାଲିଯିବେ କହୁଛନ୍ତି ଯେ ଚାଲିଯିବ ବୋଲି ଚାଲ ଆମେ ତାଙ୍କ ଘରକୁ ଯିବା ଆଉ ତାଙ୍କର ଜିନିଷ ପତ୍ର ଲୁଗାପଟା ସବୁ ଲୁଚେଇ ଦେବା ଦେଖିବା ସେ କେମିତି ଯିବେ ଯେତେ ଲୁଚେଇଲେ ବି ଯାହା କଲେ ବି ସେ ଯିବେ କାହା କଥା ମାନୁନାହାନ୍ତି ସେ କାହିଁକି ତୁ ଛୋଟ ପିଲା ମୁଁ ତତେ ବୁଝେଇ ପାରିବିନି କି ତୁ ବି ବୁଝିପାରିବୁନି ମା ଚାଲିଗଲା ପରେ ପିସି ନାନୀ ଆମର ମାର ସବୁ ଦୁଃଖ ଭୁଲେଇ ଦଉଥିଲେ ମା ଭଳି ସବୁବେଳେ ଆମ ପାଖେ ପାଖେ ରହୁଥିଲେ ଆଉ ଯଦି ଏବେ ସେ ଚାଲିଯିବେ ତାହେଲେ ଆମେ କଣ କରିବା ଭାଇ କିଛି ନାହିଁ କେସ୍ ନେଇଗଲା ପରେ ଆମ ଖୁଡି ଅଛି ପରା ନା ଖୁଡି ଏବେ ପିସି ନାନୀ ଭଳି ହେଇପାରିବେନି କିନ୍ତୁ ପିସି ନାନୀ ମା ପୁରା ମା ଭଳି ଆମକୁ ନିଜ ହାତରେ ଖୁଆଇ ଦଉଥିଲେ ରାଗିଲେ କି ରୁଷିଲେ ଆମକୁ ବୁଝେଇ ଦଉଥିଲେ ଆମର ସବୁ କଥା ରଖୁଥିଲେ ହେଲେ ଖୁଡି ଯେତେବେଳେ ଦେଖ ଖାଲି ଚିଡଚିଡ ହେବେ ମତେ ସବୁବେଳେ ରାଗିବେ ଗାଳି କରିବେ ମତେ ଖୁଡିକୁ ଜମା ଭଲ ଲାଗେନି କି ସେ କେବେ ପିସି ନାନୀ ଭଳି ହେଇପାରିବେନି ତା ଠିକ ଯେ ହେଲେ ପିସ୍ ନାନୀକୁ ବାପା ଦାଦା ତାଙ୍କ ଘର ଲୋକ ସମସ୍ତେ ବୁଝୁଛନ୍ତି ହେଲେ ସେ କାହା କଥା ମାନୁନି ତାର ଏକା ଯେ ସେ ଯିବ ହେଲେ ସେ କୁଆଡେ ଯିବ କୋଉ ଦେବୀଙ୍କ ପାଖକୁ ଯିବ କଣ ଦେବେ ସେ ଯୋଉ ଦେବୀଙ୍କ ପାଖରୁ ଆସିଥିଲା ସେଇ ଦେବୀ କୁଆଡେ ତାକୁ ଡାକୁଛନ୍ତି ମୁଁ ତ କଥା କିଛି ବୁଝିପାରୁନି ଭାଇ ଆରେ ମୁଁ ତ ବୁଝିନି ତତେ କେମିତି ବୁଝେଇବି ହେଲେ ନାନୀ ଦେବୀଙ୍କ ପାଖକୁ କେମିତି ଯିବ ସମସ୍ତ କହୁଛନ୍ତି ଆଉ ସମସ୍ତେ କହୁଛନ୍ତି ତୁଳସୀ ନାନୀ ଆମ ବଂଶର ଜନ୍ମ ହେଲେ ବି ସେ କୁଆଡେ ଦେବୀ ଦେବତାଙ୍କ ବଂଶର ଲୋକ ଆଉ ତାର ଫେରିଯିବାର ସମୟ ହେଇଯାଇଛି ହଁ ସେ କେମିତି ଫେରିଯିବ ତା ଜାଣିବାକୁ ଚାହୁଁଛୁ ନା ଦଶହରାରେ ଦେବୀ ଦୁର୍ଗା ମା ଯେମିତି ପାଣିକି ବିସର୍ଜନ ହବାକୁ ଯାଆନ୍ତି ନାନୀ ଆମର ଠିକ ସେମିତି ଯିବ ଆଉ ଆମେ ସମସ୍ତେ ଦେଖିବାକୁ ଯିବା ଆଉ ସେଠୁ ବେଲୁନ କିଣିବା ଚାଟ୍ ଖାଇବା ଗୁପଚୁପ ଖାଇବା ବହୁତ ମଜା କରିବା ଛାଟ ମନ ଦୁଃଖ କରିବି ଆଉ ମୁଁ ସାର୍ଟ ପ୍ୟାଣ୍ଟ କୋଉଠି ଗଲା ଖୋଜିବା ତମେ ଯଦି କହୁଛ ବିଜୟ ତମ ହାତ ମୁଠାରେ ଅଛି ତାହେଲେ କେତେଟାକୁ ଡକେଇ ସେ ଦୁହିଁକୁ ମିଶେଇ ଦଉନ କାହିଁକି ସେଥିପାଇଁ ଆଉ କିଛି ଦିନ ସମୟ ଦରକାର ତା ଛଡା ମୁଁ ଏବେ ଯୋଉ ଖେଳ ଖେଳିବାକୁ ଯାଉଛି ସେଥିରେ ଯେମିତି ସାମାନ୍ୟତମ ତ୍ରୁଟି ନ ରୁହେ ସେଥିପାଇଁ ମତେ ସତର୍କ ରହିବାକୁ ପଡୁଛି ତମେ ଯାହା କରୁଛ କର ମୁଁ କିନ୍ତୁ ମୋ ଝିଅର କଷ୍ଟ ଦେଖି ଆଉ ସହିପାରୁନି ନେଡ଼ିଗୁଡ କୁହୁଣିକୁ ବହିବା ଆଗରୁ ତମେ ଟିକେ ଟିକେ କର ତମେ କଣ ଭାବୁଛ ମୋ ମଜାକରେ ମୋ ଅର୍ଜିତ ସମ୍ପତ୍ତିକୁ ପର ପଛରେ ଉଡ଼େଇ ଚାଲିଛି ନା ତମେ ଦେଖ ମୁଁ ମୋ ଲକ୍ଷ୍ୟ ସ୍ଥଳ ଠାରୁ ଖୁବ୍ କମ୍ ଦୂରରେ ଅଛି ହଁ ବିଜୟ ଆସିବା ଟାଇମ୍ ହେଲାଣି ତମେ ଟିକେ ଭିତରୁ କଣ ପାଇଁ ମୁଁ ତା ପାଇଁ ଅପରିଚିତ ନୁହେଁ ନା ଆମ ଭିତରେ ଚାଲିଥିବା ଏ ଘୋଡ଼ା ଦୌଡ଼ରେ ତମେ ସାମିଲ ହୁଏ ଏକଥା ମୁଁ ଚାହେଁ ତା ଛଡ଼ା ତମେ ଖୁବ୍ ଅଭ୍ୟସ୍ତ ହେଇପଡ଼ୁଛ କାଳେ ତମ ଅଙ୍ଗରୁ କୌଣସି ଭୁଲ ଭାଲ ଶବ୍ଦ ବାହାରି ମୋ ଯୋଜନାକୁ ପଣ୍ଡ କରିବ ସେଇଥିପାଇଁ ମୋ ଉପରେ କଣ ତମର ଟିକେ ଭରସା ନାହିଁ ତମ ଉପରେ ମୋର ପୂର୍ଣ୍ଣ ଭରସା ଅଛି କିନ୍ତୁ ମୁଁ ଚାହେଁନି ତମେ ଏ ଚକ୍ର ଭିତରେ ରୁହ ମୋ କଥାକୁ ଖରାପ ହବ ମୋ ପାଦ ତଳେ ରୁହ ମୋ ହୃଦୟରେ ତମେ କେତେ ଚାଲାକ ଶତ୍ରୁଜି ଭାବୁଛ ତମ ଉଦ୍ଦେଶ୍ୟ ମୁଁ ବୁଝିପାରୁନି ଘରେ ତୁ ମୋ ଝିଅକୁ ସେ ଘରକୁ ନେବା ପାଇଁ ରାଜି ହେଇଯା ତାପରେ ମୁଁ ତମ ମାନଙ୍କର କଣ କରୁଛି ବସ ଏ ଘର କଣ ତମ ଘର ନୁହଁ ବସ ନା ଯେମିତି କଣ କାମ ପଡିଲା ଯେ ଚାଲି ଆସିବ ଆରେ ମତେ ଖବର ପଠେଇ ଦେଇଥିଲେ ତ ମୁଁ ତମ ଅଫିସରେ ଯାଇ ଦେଖା କରିଥାନ୍ତି ଯାହା ହେଲେ ବି ତମେ ମୋର ମହତ୍ଵ ନା ଆପଣ ମତେ ଆଉ ଲଜ୍ଜା
ପ୍ରଥମରୁ ଆପଣ ଯାହା ଉପକାର କରିଛନ୍ତି ତାକୁ ମୁଁ ଏପର୍ଯ୍ୟନ୍ତ ବି ଶୁଣିପାରେ। କ'ଣ ଏମିତି ଛୋଟ ପିଲାଙ୍କ ଉପରେ କହି ମୂର୍ଚ୍ଛା ଲାଗୁଛ? ମୁଁ ତ କେବଳ ମୋ କର୍ତ୍ତବ୍ୟ କରିଛି। ମୁଁ ଜାଣିଛି ଏତେ ବଡ଼ ଦୁନିଆରେ ତମର ନିଜର ବୋଲି କେହି ନାହାନ୍ତି। ସେଇଥିପାଇଁ ମୁଁ ତମ ଆଡ଼କୁ ବନ୍ଧୁତ୍ୱର ହାତ ବଢ଼େଇଥିଲି ଆଉ ତମେ ତାକୁ ସ୍ୱୀକାର କରି ମତେ ଧନ୍ୟ ସେ ଟପିକ୍ ଏଇଠି ବନ୍ଦ କରିବି। ଆମେ ସମସ୍ତେ ଗୋଟେ ସମୟ ଚକ୍ରରେ ପଡ଼ି ଏମିତି ଭୁଲ କରିବୁ। ଆଗକୁ ଯେମିତି ଏମିତି ଭୁଲ ନ ହୁଏ ଆମକୁ ସାବଧାନ ହେବାକୁ ପଡ଼ିବ। ୟୁ ଆର୍ ରାଇଟ୍। ଆରେ ସେଇଥିପାଇଁ ତ ମୁଁ ତୁଳସୀ ମ୍ୟାଡାମଙ୍କ କେସ୍କୁ ଫଲ୍ସ କରି ଉଡ଼େଇ ଦେବାକୁ ବସିଛି। ଏଇଟା କ'ଣ ସମ୍ଭବ? ଓକିଲଟି ପାଖରେ ସବୁ ସମ୍ଭବ। ତମେ ସେ କେସ୍ରୁ ନିର୍ଦ୍ଦୋଷରେ ଖଲାସ ହବ ଆଉ ତମେ ଚାହିଁଲେ ତୁଳସୀ ନାଁରେ ମାନହାନି ମକଦ୍ଦମା ବି କରିପାରିବ। କୋଉ ଗ୍ରାଉଣ୍ଡରେ? ସିଧା କଥା, ଫ୍ୟାକ୍ଟ୍ରିରେ କରେଣ୍ଟ ଚାର୍ଜ ହେଇଥିଲା କିନ୍ତୁ ସେ ଚାର୍ଜ ଯେ ତମେ କରିଥିଲ ତା ସମାନ କିଏ ଦବ? କିନ୍ତୁ ସେ ଲୋକଟା ଧରା ପଡ଼ି ସାରିଛି। ପଇସା ଲୋଭରେ ସେ ଯେ ତା ମତ ପରିବର୍ତ୍ତନ ନ କରିବ ସେ କଥା କିଏ କହିବ? ମାନେ ଏବେ ସେ କେସ୍କୁ ସେଇ ଲୋକ ନିଜ ମୁଣ୍ଡ ଉପରକୁ ନେବାକୁ ବସିଲାଣି। ନିଜର ଅଭାବଗ୍ରସ୍ତ ସଂସାରକୁ ବଦଳାଇବାକୁ ଯାଇ ସେ ଏଭଳି ଏକ ଦୁର୍ଘଟଣା ଘଟାଇବାକୁ ବସିଥିଲା। ବାସ୍ କେସ୍ ଫିନିଶ୍, ତମେ ଖଲାସ। ଯଦି ସେମିତି କିଛି ହୁଏ ତାହେଲେ ମୁଁ ସାରା ଜୀବନ ଆପଣଙ୍କ ପାଖରେ ଋଣୀ ହିଁ ରହିବି। ଭବିଷ୍ୟତରେ ଆପଣ ଯାହା ବି କରିବା ପାଇଁ କହିବେ ମୁଁ କରିବା ପାଇଁ ପ୍ରସ୍ତୁତ ଅଛି। ମୁଁ ଜାଣେ ତମେ ବଡ଼ ସ୍ୱାଭିମାନୀ ଲୋକ। ତାହା ଋଣ ବୋଝକୁ ମୁଣ୍ଡରେ ବହି ବାଟ ଚାଲିବା ଲୋକ ତମେ ନୁହଁ। ଠିକ୍, ତା ପ୍ରତିବଦଳରେ ତମେ ଯଦି ମତେ କିଛି ଦେବାକୁ ଚାହୁଁଛ ତାହେଲେ ଅପେକ୍ଷା କର। ମୁଁ ଅବଶ୍ୟ ତମକୁ ମାଗିବି। ମୁଁ ସେ ସମୟକୁ ଅପେକ୍ଷା କର। ତାହେଲେ ମୁଁ ଏଥର ଆସୁଛି। କ'ଣ ହେଲା? ଏବେ ଆସିଲ, ମୁହଁରେ କିଛି ଦେଇନ ଚାଲିଯିବ? ତାହେଲେ ଅଫିସରେ ଗୋଟେ ଜରୁରୀ ମିଟିଂ ଅଛି। ସ୍ୱପ୍ନ ବି ସେଠି ଅପେକ୍ଷା କରିଛି। ମିଟିଂ ସରିଲା ପରେ ସେଠି ଲଞ୍ଚର ଆରେଞ୍ଜମେଣ୍ଟ ହେଇଛି। ଆଉ ଡେଲିଗେଟ୍ ମାନେ ବି ମୋତେ ଅପେକ୍ଷା କରିଛି। ଠିକ୍ ଅଛି, ତାହେଲେ ତମକୁ ଏଠି ବାନ୍ଧି ରଖିବା ଠିକ୍ ନୁହେଁ। ଓକେ, ତମେ ଏବେ ଆସିଲ। ଆପଣ ମୋତେ ଠିକ୍ ଚିହ୍ନି ପାରିଥିବେ। ମୋ କର୍ମରେ ଆପଣ ସନ୍ତୁଷ୍ଟ କି ନୁହେଁ ମୁଁ ଜାଣିନି। ଆପଣ ଜାଣିଥିବେ ମୁଁ ଠିକ୍ କରିଛି କି ଭୁଲ କରିଛି। ହେଲେ ମୁଁ ହେଉଛି ସେଇ ଦେବଦତ୍ତ ଚହଟ୍ରାୟ ଯିଏ ନିଜ ଭଉଣୀର ସ୍ୱାର୍ଥ ଲାଗି ରାଜମାଙ୍କ ସାଙ୍ଗରେ ସର୍ତ୍ତ ଲଗେଇ ଆପଣଙ୍କୁ ବାଜି ରଖି ଆପଣଙ୍କୁ ବର୍ଷ ବର୍ଷ ଧରି ପୂଜା କରି ଆସୁଥିବା ଚହଟ୍ରାୟ ବଂଶର ସେଇ ଅଧିକାରକୁ ଶ୍ରୀଚନ୍ଦନ ବଂଶକୁ ହସ୍ତାନ୍ତର କରିଦେଇଥାନ୍ତା। ଶୁଣିଥିଲି ଆପଣ ଶ୍ରୀଚନ୍ଦନ ବଂଶର ଆରାଧ୍ୟ ଦେବତା ଥିଲେ, କିନ୍ତୁ ମୋର କୌଣସି ଅଧିକାର ନଥିଲା ଆପଣଙ୍କୁ ପୁଣି ଥରେ ଶ୍ରୀଚନ୍ଦନ ବଂଶକୁ ହସ୍ତାନ୍ତର କରିବା। ଏସବୁ କେବଳ ମୁଁ ତୁଳସୀ ସ୍ନେହରେ ଅନ୍ଧ ହେଇ କରିଥିଲି ପ୍ରଭୁ। ଯୋଉ ତୁଳସୀ ପାଇଁ ମୁଁ ଆପଣଙ୍କୁ ହସ୍ତାନ୍ତର କରିପାରିବି ସେଇ ତୁଳସୀ ଆଜି ମୋତେ ତ୍ୟାଗ କରିବା ପାଇଁ କୁହନ୍ତୁ ପ୍ରଭୁ, ଆପଣ ପ୍ରତି କରିଥିବା ଅନ୍ୟାୟର ଫଳ କ'ଣ ଏଇଆ? ପ୍ରଭୁ କୁହନ୍ତୁ, ସତରେ ମୁଁ କ'ଣ ଆପଣଙ୍କ ପ୍ରତି ଅନ୍ୟାୟ କରିଛି, ଅବିଚାର କରିଛି? ସେତେବେଳେ ମୁଁ ଭାବୁଥିଲି ଆପଣ ଚହଟ୍ରାୟ ବଂଶରୁ ଶ୍ରୀଚନ୍ଦନ ବଂଶକୁ ଯିବା ପାଇଁ ଚାହୁଁଛନ୍ତି। ହେଇପାରେ ମୁଁ ମୋର ସ୍ୱାର୍ଥ ପାଇଁ ଏମିତି ଭାବୁଥିଲି, କିନ୍ତୁ ମଣିଷ ଜନ୍ମ ନେଇଛି ଯେତେବେଳେ ଭୁଲ ତ କରିବି ପ୍ରଭୁ। ଆମର ଗୋଟିଏ ଭୁଲ ପାଇଁ ଆପଣ ମୋତେ ଏତେ ବଡ଼ ଦଣ୍ଡ ଦିଅନ୍ତୁନି ପ୍ରଭୁ। ଯୋଉ ତୁଳସୀ ପାଇଁ ବାବା ମା ସୁଷମା ସମସ୍ତଙ୍କର ସ୍ନେହ ମମତା ଭଲ ପାଇବାକୁ ମୁଁ ଭୁଲି ଯାଇଥିଲି, ସେଇ ତୁଳସୀ ଆଜି ପୁରା ଛାଡ଼ି ଚାଲିବାକୁ ବସିଛି ପ୍ରଭୁ। ଯେତେ କହିଲେ ବି ସେ ମୋ କଥା ମାନୁନି, ଶୁଣୁନି, ଯେତେ ବୁଝେଇଲେ ବି ବୁଝୁନି। ଆପଣ ଚାହିଁଲେ ତାକୁ ଅଟକେଇ ପାରିବେ ପ୍ରଭୁ। ମୋ ଉପରେ ଦୟା କରନ୍ତୁ ପ୍ରଭୁ, ମୁଁ ତା ବିନା ବଞ୍ଚିପାରିବିନି ପ୍ରଭୁ।
ମୁଁ ଜାଣିନି ପ୍ରଭୁ ଆପଣ ମୋ କଥା ଶୁଣୁଛନ୍ତି କି ନାହିଁ ମୋ ଡାକ ଆପଣଙ୍କ କାନରେ ପଡୁଛି କି ନାହିଁ ମୋତେ ଲାଗୁଛି ଆପଣ ମୋ ପାଖ ଛାଡ଼ି ଦେଇଛନ୍ତି ତେବେ ପ୍ରଭୁ ଜୀବନ ଯଦି କେବେ ବି ଥରଟିଏ ଆପଣଙ୍କୁ ଭକ୍ତିର ସହ ମୁଁ ପୂଜା କରିଛି ଧ୍ୟାନ କରିଛି ତାହେଲେ ମୋ ଉପରେ ଦୟା କରନ୍ତୁ ପ୍ରଭୁ ତୁଳସୀକୁ ମୋତେ ଦେଇ ଦିଅନ୍ତୁ ନହେଲେ ରାଜମା ଝୁରି ଝୁରି ମରିଯିବ ରାଜେନ୍ଦ୍ର ପାଗଳ ହେଇଯିବ ସ୍ମୃତିର ଅବସ୍ଥା ଖରାପ ହେଇଯିବ ଗୁରୁ ଏବଂ ଶିଖା ଦିନ ରାତି କାନ୍ଦିବି ଆଉ ମୋ ଅବସ୍ଥା କଣ ହବ ମୁଁ ଜାଣିନି ପ୍ରଭୁ ମୁଁ ଆପଣଙ୍କୁ ସମସ୍ତଙ୍କ କଥା ଜଣାଇବି ପ୍ରଭୁ ହେଲେ ଆଉ ଗୋଟେ କଥା ଶେଷଥର ପାଇଁ ମୁଁ ତୁଳସୀକୁ ଅଧିକା କରି ଚାହୁଁଛି କାହିଁକି ନା ମୋର ଧାରଣା ହେଉଛି ହଠାତ୍ କଳା ପାହାଡ଼ ଭଳିଆ ଅଗ୍ରେସର ଆମ ଜୀବନରେ ଦେଖାଦେଇଛି ଆଉ ସେ ଚାହୁଁଛି ଆପଣଙ୍କର ଜମି ବାଡ଼ି ଧନ ସମ୍ପତ୍ତି ଶ୍ରୀଚନ୍ଦ୍ର ବଂଶରେ ଥିବା ତାର ଭାଗ ଆମ ବଂଶରେ ଥିବା କିଛି ଅଂଶ ଦେବା ପାଇଁ ନଚେତ୍ ସେ ତୁଳସୀର କ୍ଷତି କରିବ ମୋତେ ଲାଗୁଛି ତୁଳସୀ ତାହାରି ଡରରେ ଚାଲିଯିବା ପାଇଁ ଚାହୁଁଛି ଆଉ ମୁଁ ଏଠିକି ଆସିଛି ଉଗ୍ରେଶ୍ୱରଙ୍କୁ ସବୁ କିଛି ଦେଇଦେବା ପାଇଁ ସେ ଯାହା ଚାହୁଁଛି ଯାହାଦ୍ୱାରା ତୁଳସୀ ତା ନିଷ୍ପତ୍ତିରୁ ଓହରିଛି ତୋ କଥା ମତେ ହସୁଛି ଏ ବାବାଜୀ ଦେଖିକି କଥାବାର୍ତ୍ତା କର ତମେ ହଉଛ ସବୁ ନାଟର ଗୋବର୍ଦ୍ଧନ କୋଉଠୁ ଆସି ମନ୍ଦିର ଭିତରେ ରହି ଆମ ଘରକୁ ଭାଙ୍ଗିବା ପାଇଁ ବସିଛ ମାୟା ସବୁ ମିଛ ମାୟା ମୁଁ ଯଦି ତମକୁ ଆଗରୁ ଜାଣିଥାନ୍ତି ଘର କି ମନ୍ଦିର ଭିତରକୁ ପଶିବାକୁ ଅନୁମତି ଦେଇନଥାନ୍ତି ମୋ ନିଜ ଭଉଣୀକୁ ତନ୍ତ୍ର ବଳରେ ହାତ ମୁଠାକୁ ନେଇ ମୋଠୁ ଛଡେଇବା ପାଇଁ ବସିଛ ଆଉ ଉଗ୍ରେଶ୍ୱର ସହିତ ମିଶି ଠାକୁରଙ୍କୁ ନେଇଯିବା ପାଇଁ ବସିଛ ହେ ପ୍ରଭୁ ଦଧିବାମାନ ଆପଣ ଯଦି ପ୍ରକୃତରେ ଠାକୁର ହେଇଥିବେ ଦୁଇ ବଂଶର ଆରାଧ୍ୟ ଦେବତା ହେଇଥିବେ ତାହେଲେ ଏ ବାବାକୁ ଉଚିତ ଶିକ୍ଷା ଦେବେ ବିଷୟରେ ତୁଳସୀକୁ ଦେବୀ ଆଖ୍ୟା ଦେଇ ତା ମନରେ ଭ୍ରାନ୍ତ ଧାରଣା ସୃଷ୍ଟି କରି ଆମର ଛଡେଇବା ପାଇଁ ବସିଛି ଯାହା ଯଦି ସତ ହୁଏ ତାହେଲେ ମୁଁ ଆପଣଙ୍କ ପାଖରେ ଶପଥ କରି କହୁଛି ଆଜିଠୁ ଆପଣଙ୍କୁ କେବେ ଠାକୁର ବୋଲି ମାନିବେନି କେବେ ନୁହେଁ ଆପଣ କଣ ପାଗଳ ହେଇଗଲେଣି ଦେବବାବୁ ଆପଣ ମହାପ୍ରଭୁଙ୍କୁ ଏକଥା କହିପାରୁଛନ୍ତି ଯେଉଁ ଦେବଦତ୍ତ ଚହଟାଙ୍କୁ 50 ଖଣ୍ଡ ମୌଜାର ଲୋକ ଠାକୁରଙ୍କ ଚଳନ୍ତି ପ୍ରତିଭା ବୋଲି ମାନନ୍ତି ସିଏ ଏକଥା କହିପାରୁଛନ୍ତି ସବୁ ମିଛ ପ୍ରହସନ ମୁଁ ଏସବୁ କିଛି ଶୁଣିବା ପାଇଁ ଚାହେଁନି ମୁଁ ଆଜି ଗାଁକୁ ଆସିଛି ଉଗ୍ରେଶ୍ୱରଙ୍କୁ ସବୁ ଦେବା ସହିତ ଏ ଅନନ୍ତ ବାବାଙ୍କୁ ଉଚିତ ଶାସ୍ତି ଦେବି ଶାସ୍ତି ଦେଇପାରିବୁ ଯଦି ଦେ ମୁଁ ତୋର ସମସ୍ତ ଶାସ୍ତି ଗ୍ରହଣ କରିବାକୁ ରାଜି ତୁ ଜଣେ ଜ୍ଞାନୀ ଗୁଣୀ ବୁଦ୍ଧିମାନ ବିବେକୀ ଆଉ ଧୈର୍ଯ୍ୟବାନ ପୁରୁଷ ହେବି ମୁଁ ଏତେ ବୁଝେଇଲା ପରେ ବି ମୋ କଥାକୁ ବୁଝିପାରୁନୁ କେମିତି ତମେ ଏଠୁ ଯାଅ ମୁଁ ତମ କଥା କିଛି ବୁଝିବା ପାଇଁ ଚାହେଁନି ତୁ ବୁଝିବାକୁ ବାଧ୍ୟ ଯେତେ ନ ବୁଝିବୁ ସେତେ କଷ୍ଟ ପାଇବୁ ଆଉ ଯେତେ ଭଲ ବୁଝିବୁ ତୋ କଷ୍ଟ ଲାଘବ ହବ ତୁଳସୀ ହଉଛି ଦେବଂଶୀ ସଂସାର ପ୍ରତି ତାର ସମସ୍ତ କର୍ତ୍ତବ୍ୟ ଶେଷ ହୋଇଛି ତାକୁ ଏବେ ତା ଜାଗାକୁ ଫେରିବାକୁ ପଡିବ ଯୋଉ ଦଧିବାମାନଙ୍କୁ ନିଜ ସ୍ୱାର୍ଥ ପାଇଁ ତୁ ଗାଳି ଦଉଛୁ ଅବମାନନା କରୁଛୁ ସେଇ ଦଧିବାମାନଙ୍କ ନିର୍ଦ୍ଦେଶରେ ତୁଳସୀ ସମସ୍ତଙ୍କୁ ଛାଡି ଚାଲିଯିବ ତମେ ତୁଳସୀକୁ ମୋଠୁ ଛଡେଇ ନେଇ ପାରିବନି ମୁଁ ଭଲ ଭାବେ ଜାଣିଛି ସେ ଦେବୀ ନୁହେଁ ସେ ହଉଛି ମୋ ଭଉଣୀ ତମେ ତାକୁ ମୋଠୁ ନେଇପାରିବନି କଦାପି ନୁହେଁ ମୁଁ ଭଲ ଭାବେ ଜାଣିଛି ସେ ଉଗ୍ରେଶ୍ୱର ଡରରେ ଆମ ସମସ୍ତଙ୍କୁ ଛାଡି ଚାଲିଯିବା ପାଇଁ ବସିଛି ତମେ ଠିକ କହିଛ ଦେବଦତ୍ତ ଚକ୍ରାୟ ଏତେଦିନ ପରେ ତମ ପାଟିରୁ ସତ କଥା ବାହାରିଛି ସିଏ ବି ତମରି ଦହିବାବା ମୁଁ ଜାଣିଥିଲି ତମ ଭଉଣୀ
भौणी की बचाइवा तमें किसी भी कर जो थी तमें खोजी खोजी पहुंच बोली भल है तमें ठीक आस तमें आसबार खबर पाई मु तुम पाखे कौन पाइबा ये उग्रेशन धमक को किए बेड़ा तमें से ସେଇଟା ତମର ଭୁଲ ଧାରଣା ଅଗ୍ରେସନ ତମ ଧମକରେ ମୁଁ ଡରି ଯାଇନି ତମ ଭଳିଆ ହଜାରେ ଅଗ୍ରେସନ ମୋର କିଛି ବି କରିପାରିବେନି ତାପରେ ଚହଟ ରାୟ ବଂଶର ଶକ୍ତି ସହିତ ତମେ ଆଗରୁ ଭଲ ଭାବରେ ପରିଚିତ ମୁଁ ଖାଲି ଡରୁଛି ଅଗ୍ରେସନ ମୋ ଭଉଣୀ ତମ ଭଳିଆ ଗୋଟେ ସାମାନ୍ୟ ଲୋକକୁ ଭୟ କରି ମୋ ଉପରେ ଭରସା ନ ରଖି ତମ ଡରରେ ଆମ ସମସ୍ତଙ୍କୁ ଛାଡ଼ି ଚାଲି ଯିବା ପାଇଁ ବସିଛି ତେଣୁ ମୁଁ ନିରୁପାୟ ତମକୁ ସବୁ କିଛି ଦେଇଦେବା ପାଇଁ ପ୍ରସ୍ତୁତ ହୋଇ ଆସିଛି ତମେ ଦେବାକୁ ପ୍ରସ୍ତୁତ ଅଛ ମୋ ଭଉଣୀର ଜୀବନ ଆଗରେ ଧନ ସମ୍ପତ୍ତି ଜମିବାଡ଼ିର ମୂଲ୍ୟ କିଛି ନାହିଁ ଗ୍ରେସନ ମୁଁ ତା ପାଇଁ ଜୀବନ ଦେବା ପାଇଁ ବି ପ୍ରସ୍ତୁତ ଅଛି ତମେ ଶୀଘ୍ର କାଗଜପତ୍ର ରେଡି କର ମୁଁ ତମ ନାଁରେ ହସ୍ତାନ୍ତର କରିବା ପାଇଁ ରାଜି ଅଛି ତମେ ହସ୍ତାନ୍ତର କରିବ ତମେ କଣ ଶ୍ରୀଚନ୍ଦନ ବଂଶର ମାଲିକ ନା ନଦୀ ବାବନଙ୍କ ସମ୍ପତ୍ତିର ମାଲିକ କେବେ ତମର ସେ ସମ୍ପତ୍ତି ଉପରେ ଅଧିକାର ଥିଲା ହେଲେ ତମ ଭଉଣୀର ବାହାଘର କରିବାର ସର୍ତ୍ତ ତମେ ସେ ସବୁ ସମ୍ପତ୍ତି ଶ୍ରୀଚନ୍ଦନ ବଂଶ ହାତରେ ଦେବ ଆଜି ତୁଳସୀ ନା ବୁଝିଲେ ଦେବଦତ୍ତ ତମ ଅସହାୟତାକୁ ଦେଖି ଦୁଃଖ ଲାଗେ ଆଉ ବେଶୀ ହସ ବି ଲାଗେ ତମେ ନିଜକୁ ଏତେ ବୁଦ୍ଧିମାନ ଭାବିଲେ ବି ତମଠୁ ଭଳିଆ ତମ ପୂର୍ବଜ ତମ ହାତକୁ ଯୋଉ ସୁନା ଥାଳିଟା ଟେକି ଦେଇଥିଲେ ତମ ଭଉଣୀର ମାୟାରେ ତମେ ଯୋଉ ସୁନା ଥାଳିଟା ଭିତରେ ଏବେ ସୁନା ଥାଳିଟା ନା ତମ ଭଉଣୀ ହାତରେ ରହିବ ନା ତମ ପାଖକୁ ନିଜକୁ ବହୁତ ବୁଦ୍ଧିମାନ ଭାବୁଛ ନା ମୁଁ ଏତେ ମୂର୍ଖ ନୁହେଁ ଯେ ତମ ହାତରୁ ସେ ସମ୍ପତ୍ତି ଗୁଡ଼ା ନେବି ମୁଁ ଯାହା ନେବି ତୁଳସୀଠୁ ନେବି ଆଉ ସିଏ ଆସି ମୋ ସାମ୍ନାରେ ଦସ୍ତଖତ କରି ମତେ ହସ୍ତାନ୍ତର କରେ ଠିକ ଅଛି ଯାଉଛି ତୁଳସୀ କହି ତମ ନାଁରେ ସବୁ ସମ୍ପତ୍ତି କରିବାର ବନ୍ଦୋବସ୍ତ କରୁଛି ଆଚ୍ଛା ତମ ନାନୀ ତ ତମକୁ ରାକ୍ଷୀ ପିନ୍ଧଉଥିବେ କାରଣ ଭାଇ ତାକୁ ମନା କରିଥିଲି ତାହେଲେ ତମେ କଣ ତାଙ୍କ ଘରକୁ ରାକ୍ଷୀ ପିନ୍ଧିବା ପାଇଁ ଯିବ ନା ଆଉ କଣ କରିବ ଦେଖାଯାଉ କଣ ହବ ପ୍ରତିବର୍ଷ ନାନୀ ଆମ ଘରକୁ ଆସେ କେତେ ଖୁସିରେ ଆମ ଦି ଭାଇଙ୍କୁ ବସାଏ ମୁଣ୍ଡରେ ଚନ୍ଦନ ସିନ୍ଦୁର ଲଗେଇ ଦିଏ ଦୁବ ଚାଉଳ ପକେଇ ଧୂପ ଆଳତି କରି ଆମକୁ ବନ୍ଧାଏ ତାପରେ ଆମ ହାତରେ ରାକ୍ଷୀ ବାନ୍ଧି ଆମ ପିଠା ଖୁଆଏ ଆଉ ଆମେ ରାକ୍ଷୀ ପୂର୍ଣ୍ଣିମା କାମ ସାରି ସକାଳୁ ସକାଳୁ ଗାଁକୁ ବାହାରିଯାଉ ଗାଁରେ ଦରିଆମାନଙ୍କୁ ଦର୍ଶନ କରୁ ସେଠି ଗାଈ ଗୋରୁକୁ ପୂଜା କରୁ ତାପରେ କେତେ ଲୋକ ଆମର ଖାଆନ୍ତି ବହୁତ ମଜା ହୁଏ ସେ ମଜା କେବେ ବି ଭୁଲି ହବନି କି ଆଉ ଜୀବନରେ ଆଉ କେବେ ବି ସେ ମଜା ଆଚ୍ଛା ତମ ନାନୀ ଯୋଉ ତମକୁ ତମ ଭାଇଙ୍କୁ ରାକ୍ଷୀ ବାନ୍ଧନ୍ତି ତମେ ଆଉ ତମ ଭାଇ ତାଙ୍କୁ ପଇସା ଦେଇଦିଅ ନା ସୁନା ରୂପା କଣ ଦେଇଦିଅ ନାଇଁ ଆମ ଭାଇ ଭଉଣୀଙ୍କ ଭିତରେ ଟଙ୍କା ପଇସା ସୁନା ରୂପାର ମୂଲ୍ୟ କିଛି ନାହିଁ ଆମ ଭିତରେ ଖାଲି ସ୍ନେହ ମମତା ଭଲ ପାଇବା ଅଛି ମୁଁ ତ ନାନୀଠୁ ବହୁତ ସାନ ତାକୁ ମୁଁ କଣ ଦେବି ଆଉ ଭାଇ ଭାଇ ନାନୀକୁ ନିଜକୁ ଦେଇ ଦେଇଛନ୍ତି ଆଉ ଅଧିକ ତାକୁ କଣ ଦେଇଥାନ୍ତି କଥା ତ କହୁଛ କାନ୍ଦୁଛ କାହିଁକି ତମ ଭାଇ ଭଉଣୀର ସମ୍ପର୍କ କଥା ବୁଝିପାରିବ ମାନୁଛୁ ମୁଁ ତୋଠୁ ବୟସ ବହୁତ ସାନ ତୁ ମୋ କଥା ନ ଶୁଣୁନି ଯୋଉ ଭାଇ ତତେ ନିଜ ଜୀବନଠୁ ଅଧିକ ଭଲ କରୁଛନ୍ତି ତୁ ତାର କଥା ବି ଶୁଣୁ ହେଇପାରେ ତୁ ଦେବି ନିଜ ଦେବୀତ୍ୱ ଦେଖି ଆମମାନଙ୍କୁ ଦୁଃଖ କିଛି ଛାଡ଼ି ଚାଲିଯିବେ ମାନେ କଣ ଛାଡ ସେ କଥା
ମୁଁ ତ ନାନୀଙ୍କ କଥା ତମକୁ ଖୁସି ଲାଗିବ ସେଇଥିପାଇଁ କହୁଥିଲି। ମୁଁ ଜାଣିନଥିଲି ତମକୁ କଷ୍ଟ ହବ। ନାନୀ ଆଜି ତ ଆସିବେ ତମମାନଙ୍କୁ ରାକ୍ଷୀ ବାନ୍ଧିବା ପାଇଁ। ଭାଇ ତ ବାଡ଼ ପକେଇ ଖୁସି ଦିନଟା ବିଗାଡ଼ି ଦେଇଛନ୍ତି। ମୋ ମନ କରୁଛି ନାନୀ ଯେମିତି ରାଜି ଆସେ, କାରଣ এই ବର୍ଷଟା ଅଛି ନାନୀ ପାଇଁ ଆଉ ଆମ ପିଇପୁଅ ପାଇଁ ଶେଷ ରାକ୍ଷୀ। ଆର ବର୍ଷକୁ ନାନୀ ରାକ୍ଷୀ ବାନ୍ଧିବା ପାଇଁ ଆମ ପାଖରେ ନଥିବ। ଭାରି ସେଣ୍ଟିମେଣ୍ଟାଲ ପିଲାଟା। କଣ ଲାଗେ କାହିଁକି ଏମିତି ମାଝିଆ ଭଳିଆ ବସି କାନ୍ଦୁଛୁ? ନାନୀ କଥା ବହୁତ ମନେ ପଡୁଛି। ଆଜି ରାକ୍ଷୀ ପୂର୍ଣ୍ଣମୀ ତ କଣ ଅସୁବିଧା ହେଲା? ଯୋଉ ଭାଇର ଭଉଣୀ ନେଇ ସେ କଣ ଦିନ ରାତି ବୋଲି କାନ୍ଦୁଛି ନା ବୁଝିପାରୁ? ଭାଇ ତମେ ସିନା ତାକୁ ଏଠି ଆସିବ ମନା କରୁଛ, କିନ୍ତୁ ହଜାର ସମ୍ପର୍କରେ ଖରାପ ଥିଲେ ଆଜି ଗୋଟେ ଦିନ ସେ ଭଉଣୀ ତା ଭାଇ ହାତରେ ରାକ୍ଷୀ ଦବନ୍ତେ କାହିଁକି ସେ ରାକ୍ଷୀ ବାନ୍ଧିବ? ସେ ମୋର କିଏ? ମୋର କେହି ଭଉଣୀ ନାହାନ୍ତି କି ମୁଁ କାହାର ଭାଇ ନୁହେଁ। ଆରେ ଯିଏ ରାକ୍ଷୀର ମୂଲ୍ୟ ବୁଝେନି ତାର ଭାଇ ଥାଇ କେତେ କଥା କେତେ ରାକ୍ଷୀ ବାନ୍ଧିବ। ଆଚ୍ଛା ଗୋଟେ କଥା ମତେ କହିଲୁ, ମୁଁ ତାକୁ ମନା କରିଥିଲି ଆସିବା ପାଇଁ, କିନ୍ତୁ ତୁ ଏଠି ବସି କାନ୍ଦିବାର ମାନେ କଣ? ସେ ଆସିବ ବୋଲି କହିଛି? ତୁ ମିଛ କହୁଛୁ, ମତେ ଲୁଚଉଛୁ। ତମେ ଦୁଇ ଜଣ ବସି ତା ଆସିବା ବିଷୟରେ କଥାବାର୍ତ୍ତା ହେଇଛୁ। ମୋ ନାନୀ କିଛି ବି କଥା ହେଇନି। ତମେ ସେମିତି ସନ୍ଦେହ ଭିତରେ ଅଛ, ମୁଁ ବି ଠିକ ସେମିତି ସନ୍ଦେହ ଭିତରେ ଅଛି। ମାନେ ତମେ ସେ ରାନୀକୁ ମନେ କରୁଛି ସେଠି ଆସିବା, କିନ୍ତୁ ମୁଁ ଜାଣିଛି ତ ମନ ଯାଉଛି ସେ ଏଠିକି ଆସୁ। ନା ମିଛ, ତ ମିଛ କହୁଛ ଭାଇ। ନାନୀ ଯେତିକି ଭଲ ପାଅ ତାପରେ ଆଗେ ଅଭିମାନରେ ଏମିତି କହୁଛ। ସେୟା ଚାହୁଁଛି ସେଠିକି ଆସି ଆମ ସେ ରାକ୍ଷୀ ନବାଥିଲେ ତାକୁ ଜମା ବି ଶାନ୍ତି ଲାଗିବନି। ସେଇଠୁ ମୁଖ୍ୟ ଆଜି ଆସିବ, ନିଶ୍ଚୟ ଆସିବ। ଆମ ହାତରେ ସେ ରାକ୍ଷୀ ବାନ୍ଧିବା ପାଇଁ ଟିକେ ଆସିବ। ବିଭୁ ସେ ଆସିଲେ ବି ମୁଁ ରାକ୍ଷୀ ବାନ୍ଧିବା ପାଇଁ ମୋ ହାତ କେବେ ବଢେଇଲେନି। ସେ ହେଉଛି ଦେବୀ, ଦେବତାମାନଙ୍କ ହାତରେ ରାକ୍ଷୀ ବାନ୍ଧିବ। ମୁଁ ତ ସାମାନ୍ୟ ମଣିଷ, ମୋ ହାତରେ ସେ ରାକ୍ଷୀ ବାନ୍ଧିବ। କଣ ହେଇଛି ଦେହ ଦ୍ୱାରା ଏମିତି ଫୁଲ ତ ଜଳ ରାକ୍ଷୀ ସଜେଇଛ? ଆରେ ବିଭୁ କଣ କରି ସକାଳୁ ଉଠିକି ଦେଖିଲେ ଗୁଟା ରଥଟା ମୋ ଆଡକୁ ଆଇଛି ଆଉ ସବୁ ଖୋଲିଲି ବାନ୍ଧିଲି, ଖୋଲିଲି ବାନ୍ଧିଲି, ଖୋଲିଲି ବାନ୍ଧିଲି ଆଉ। କିଏ ପଠେଇଥିଲେ କି? ଆରେ କିଏ ନ ପଠେଇଥିଲା କଣ? କିଏ ନ ପଠେଇଥିଲା କଣ? ଇଏ ଦେଖୁନୁ ଯେ ମାୟାଠୁ ସୋନିଆ ଉମାଠୁ ମମତା ଆଉ ଗୋଟେ ସେଇ ଟନ ଗୋଟେ ଆସିନଥିଲା ସେ କି? ତୁ ଖବର କାଗଜ ପଢୁନୁ କି ଟିଭି ଦେଖୁନୁ କି? ସେ ଆମେରିକାରୁ ଆସିଥିଲା। ହିଲାରୀ କ୍ଲିଣ୍ଟନ। ହଁ ସେଇ ହିଲାରୀ କ୍ଲିଣ୍ଟନ। ସେ କୋଉଠୁ କେଜାଣି ମୋ ନାଁଟା ଶୁଣିଲା, ଗୋଟେ ଲୋକକୁ ସାଙ୍ଗରେ ଧରିକି ଆସିଲା ଆଉ ଖୋଜି 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 ମୋ ପାଖରେ ପହଞ୍ଚିଲା, ବାନ୍ଧିଦେଲା ଆଉ। କୋଉଠି ବାନ୍ଧି? ଆରେ କୋଉଠି ବାନ୍ଧିଛୁ ପଚାରୁଥିଲୁ ବା, ସେ ସେଇ ମୁଣ୍ଡରେ ବାନ୍ଧି ଦେଖୁନୁ। ଆଉ ଫୋପାଡ଼ ନା ଆମେ ପବନରେ ଧରି ପାରୁନୁ। କଣ ତୁ ବଦମାସଟା ଆଉ। ଆଚ୍ଛା ଇଏ ଆମ ହିନ୍ଦୀ ଫିଲ୍ମରୁ କିଏ ପଠେଇନା? ହିନ୍ଦୀ ଫିଲ୍ମ এইটা হচ্ছে শিল্পা, এইটা হচ্ছে রাখি, ଆଉ এইটা হচ্ছে ସେଇ ବଡ କରିନା, এইটা ହଉଛି କରିଶ୍ମା, ଆଉ এইଟା ହଉଛି ଅଠୁ କେଉଁ ପର୍ଯ୍ୟନ୍ତ ସବୁ ମାରିଛନ୍ତି। ଓଡିଆ ସିନେମା କଥା କାହିଁ କହୁଛୁ? ଓଡିଆ ସିନେମାର ରାକ୍ଷୀ ଆସିଥିଲା, ଛୋଟକୁ ନେଇଦେଲି, ଛୋଟ ତାକୁ ନେଇ ଖେଳୁ।
ବୁଝିଲୁ ମୋ ନାଚନାର ଫିଗର ତ ସେଇଥିପାଇଁ ଇଷ୍ଟେଟ କଥା ବୁଝୁନି ତମେ ଏଠି କାହିଁକି ଆସିଛ ତମକୁ କିଏ ଡାକିଛି मला ତମେ ଭୁଲିଗଲ କି ଆଜି ବାର ରାକ୍ଷୀ ପୁନେଇ ତମ ହୋଲିଆରୁ ଜଣା ପଡୁଛି ତମର ଏଠି କିଏ ଅଛି ଯେ ନାହାନ୍ତି କଣ ଆସିବନି କିଏ ସେ କି କଥା କହୁଛ ଏମିତି ନାଲି ଆଖି ଡରଉଛ କଣ ଆମ ମାନଙ୍କର ତ ଗୋଟିଏ ହଉନି ଆଉ ତୁଳସୀ ଆସିବ ତାକୁ ମନା କରାଯାଇଛି ଏଠିକି ଆସିବା ପାଇଁ ସେ ଆସିବନି ନା ନା କିଏ କହିଲା ମୁଁ ଆରେ ବିଭୁ ଦେଖୁ ନା ମୁଁ ଆଜି ବା ସକାଳେ ତୁଳସୀ ସହିତ କଥାବାର୍ତ୍ତା କରୁଛି ସେ କହିଲା ମୁଁ ନିଶ୍ଚୟ ଆଜି ଯିବି ଆଗ ଦେବ ଭାଇ ହାତରେ ରାକ୍ଷୀ ବାନ୍ଧିବି ତାପରେ ମୁଁ ହାତ ଦେଖୁନୁ ସେଇଥିପାଇଁ ହାତ ଖାଲି ରଖିଛି ତାପରେ ମୋ ହାତରେ ବାନ୍ଧିଦବ କିନ୍ତୁ ଆଜି ପରି ଦିନରେ ଭାଇ ଏମିତି କଣ ସଦାମୋସନ କରିବା କଥା କହୁଛନ୍ତି ମାଧର ମୁଣ୍ଡ କଣ ଖରାପ କର ତମ ରାକ୍ଷୀ ଦୋକାନ ନେଇ ଶୀଘ୍ର ଚାଲିଯାଅ ତାହେଲେ ମୋ ଦ୍ୱାରା ଯଦି କିଛି ଭୁଲ ହେଇଯାଏ ତାହେଲେ ମତେ କିଛି କହିବ ଭୁଲ ହେଇଯିବ ମାନେ ମାରିବ ତ ନା ମାରିବ ତ ମାରୁ ନା କିନ୍ତୁ ମୁଁ ନିଷ୍ପତ୍ତି ନେଇକି ଆସିଛି ଏ ଘରୁ ଯିବା ପୂର୍ବରୁ ଜୀବନ ପତ୍ର ଥର ତୁଳସୀ ହାତରେ ରାକ୍ଷୀ ବାନ୍ଧିବି ତାପରେ ଯିବି ଏଇ ତ ତୁଳସୀ ଆସିଗଲେ ଠିକ ଅଛି ସେ ଯଦି ରାକ୍ଷୀ ବାନ୍ଧିବା ପାଇଁ ଚାହୁଁଛି ତାହେଲେ ତୋ ହାତରେ ଆଉ ମାୟାଧର ହାତରେ ରାକ୍ଷୀ ବାନ୍ଧି ଚାଲିଯାଅ ଭାଇ ତମେ ଯେତେ ମନା କଲେ ମୁଁ ତମ ହାତରେ ରାକ୍ଷୀ ନିଶ୍ଚୟ ବାନ୍ଧିବି ନାଇଁ ତୁଳସୀ ନାଇଁ ତୁ ଆଜି ମୋ ହାତରେ ରାକ୍ଷୀ ବାନ୍ଧ ନା ତୁଳସୀ କାହିଁକି ନା ତୋ ରାକ୍ଷୀର ମୁଁ ଆଜି ମାନ ରଖିପାରିବିନି ଶତ୍ରୁ କବଳରୁ ତୋତେ ରକ୍ଷା କରିପାରିବିନି ମୁଁ ଆଜି ନିରୁପାୟ ତୁଳସୀ ନିରୁପାୟ ମୁଁ ଯଦି ତମ ହାତରେ ରାକ୍ଷୀ ନ ବାନ୍ଧିବି ତାହେଲେ ମୁଁ ଏଠୁ ଗଲା ପରେ ମୋ ଆତ୍ମା କେବେ ଶାନ୍ତି ପାଇବନି ମୁଁ ତମର ଯେତେ ଅବାଧ୍ୟ ହେଲେ ବି ତମ କଥା ନ ମାନିଲେ ତମ ସହିତ ଛଳନା କଲେ ବି ଯଦି ଜୀବନରେ କେବେ ବି ମୁହୂର୍ତ୍ତକ ପାଇଁ ତମ ତୁଳସୀ ତମକୁ ଭଲ ପାଏ ତାହେଲେ ତମେ ତା ଇଚ୍ଛାକୁ ପୂରଣ କର ମୋ ଜୀବନର ଏଇଟା ଶେଷ ରାକ୍ଷୀ ଆରେ ଦୋସ୍ତ ତମ ତୁଳସୀ ତମ ହାତରେ ରାକ୍ଷୀ ବାନ୍ଧିବାକୁ ନଥିବ ନାନୀ କଥା ଟିକେ ବୁଝିବା ପାଇଁ ଚେଷ୍ଟା କର ଯାହା କହୁଛି ଆଉ ବିଭୁ ଭାଇଙ୍କୁ ଆଉ ବୁଝେଇବା ଦରକାର ନାହିଁ କାରଣ ଭାଇ ପଥର ହେଇଯାଇଛନ୍ତି ଯୋଉ ଭଉଣୀ ଟୋପେ ଲୁହ ଝାଡ଼ି ତାଙ୍କ ଆଖିରେ 10 ଲୋକ ଲୁହ ଝରୁଥିଲା ଆଜି ସେଇ ଭାଇ ବନ୍ଧ ହେଇଯାଇଛନ୍ତି ସେଇ ଭାଇକୁ ଲୁହ ଦେଖାଯାଉନି ଠିକ ଅଛି ମୁଁ ଏଠୁ ଯାଉଛି ଭାଇ ହେଲେ ତାକୁ ଭାଇକି ରାକ୍ଷୀ ରଖି ଦେଇକି ଯାଉଛି ତମେ ଯଦି ଏ ରାକ୍ଷୀକୁ ବାନ୍ଧିବ ତାହେଲେ ମୁଁ ଯୋଉଠି ବି ରହିଲେ ମୁଁ ଜାଣିପାରିବି ତମର ଏଇ ଭଉଣୀ ପ୍ରତି ଟିକେ ସ୍ନେହ ମମତା ଭଲ ପାଇବା ଅଛି ବୋଲି तुलसी तुलसी उठ माँ उठ 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 तू मत एते कंदौच कहीं रे कि माया लगेचु तू तुलसी कि माया लगेचु तू कौन एमती कंदे तो भाई को मारी दे देखिलु सानु भाई एबे सदाम हुसैन को मुंडरे बुद्धि पछिला
ଏ ରାକ୍ଷୀର କରାମତି କଣ ଏବେ ବୁଝା ପଡିଲା। ବୁଝିଲେ ସେ ପାଇଁ ମୁଁ ଯୋଉ ଏତେ ରାକ୍ଷୀ ପିନ୍ଧୁନି ଏମିତି ପ୍ରତିବର୍ଷ ଏତିକି କଣ ୟାଠୁ ଅଧିକା ରାକ୍ଷୀ ପିନ୍ଧେବା, କିନ୍ତୁ ଅସଲି ନିଜ ରକ୍ତର ଭଉଣୀ ଯୋଉ ରାକ୍ଷୀ ପିନ୍ଧା ତାର ଆନନ୍ଦଟା ଏଇଠି ବୁଝି। ହଁ ତୁଳସୀ, ତୁଳସୀ ଆଉ ଡେରି କାହିଁକି?